ଓଡ଼ିଶାର ମହିଳାମାନଙ୍କ ପାଇଁ 3ଟି ବଡ଼ ଘୋଷଣା। ହଜାର ହଜାର ମହିଳାଙ୍କୁ ମିଳିବ ସ୍ମାର୍ଟଫୋନ୍, ସରକାରୀ ଆଇଡି କାର୍ଡ, ଶାଢ଼ୀ ଏବଂ ୟୁନିଫର୍ମ ରୋଜଗାର ସୁଯୋଗ ଏସବୁ ମହିଳାଙ୍କ ପାଇଁ ସରକାର ଆଣିଛନ୍ତି। ତେବେ କୁହାଯାଉଛି ଯେ ସବୁ ମହିଳାଙ୍କ ପାଇଁ ନୁହେଁ। କିଏ ପାଇବେ? କେଉଁଠି ନାମ ଅଛି? କେମିତି ଜାଣିବେ ଯେ ଆପଣ ଏଲିଜିବୁଲ୍ କି ନାହିଁ? ସବୁ ଡିଟେଲ୍ସ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଯାହାଫଳରେ ଆପଣମାନେ ମଧ୍ୟ ଜାଣିପାରିବେ ପ୍ରକୃତରେ କେଉଁମାନେ ସ୍ମାର୍ଟଫୋନ୍ ପାଇବେ। ଦେଖନ୍ତୁ ହଠାତ୍ ଏତେ ବଡ଼ ଯୋଜନା ଘୋଷଣା କାହିଁକି? ଗତ କିଛି ଦିନ ହେବ ମିଶନ ଶକ୍ତିକୁ ନେଇକି ବଡ଼ ଖବର ଆସିଛି। ସୋସିଆଲ ମିଡିଆରେ ବର୍ତ୍ତମାନ ବହୁତ ବଡ଼ ଭୁଲ ସୂଚନା ମଧ୍ୟ ଘୁରୁଛି। ସ୍ମାର୍ଟଫୋନ୍ ପାଇବା ପାଇଁ ଫର୍ମ ଫିଲ୍ଅପ୍ କରିବା, ଅନଲାଇନରେ ହ୍ୱାଟ୍ସଆପ୍ ଲିଙ୍କ ପଠେଇବା, ଇନଷ୍ଟାରେ ପଠେଇବା, ଯେକୌଣସି ଆପଣ ଆପ୍ଲାଏ କଲେ ଆପଣଙ୍କୁ ଫୋନ୍ ମିଳିଯିବ, ଟଙ୍କା ଦେଲେ ଆପଣଙ୍କ ନାମ ଯୋଡ଼ାଯିବ, ସେସବୁ ସମ୍ପୂର୍ଣ୍ଣ ଭୁଲ। ସରକାର ଘୋଷଣା କରିଛନ୍ତି କେଉଁମାନେ ପାଇବେ ଆପଣମାନେ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସବୁକିଛି ଡିଟେଲ୍ସ ମଧ୍ୟ ଜାଣିପାରିବେ। ପ୍ରଥମ କଥା ହଉଛି ମିଶନ ଶକ୍ତି ମହିଳାକୁ ସ୍ମାର୍ଟଫୋନ୍ ଓଡ଼ିଶା ସରକାର ମିଶନ ଶକ୍ତି ଅଧୀନରେ କମ୍ୟୁନିଟି ରିସର୍ଚ୍ଚ ପର୍ସନ ବା ସିଆରପି ମହିଳାକୁ ସ୍ମାର୍ଟଫୋନ୍ ସରକାର ଦେବେ। ତେବେ କଥା ରହିଲା ସିଆରପି କଣ? ମାନେ ସିଆରପି ମହିଳା କିଏ? ଯାହାକୁ ଏ ସରକାର ଏତେ ବଡ ଯୋଜନା ଦେବା ପାଇଁ ଚାହୁଁଛନ୍ତି। ସବୁଠୁ ବଡ ପ୍ରଶ୍ନ ହେଲା ଯେ ଏବେ ସିଆରପି କିଏ? ସିଆରପି ହେଉଛନ୍ତି ଜଣେ ଆପଣ ଜାଣିପାରିବେ ଯେଉଁମାନେ ମିଶନ ଶକ୍ତିରେ କାମ କରୁଥିବେ ସେମାନଙ୍କୁ ସିଆରପି କୁହାଯାଏ। ସେମାନେ ଏସଏଚଜି ଗ୍ରୁପ ସହିତ ମିଶିକି କାମ କରୁଥିବେ। ସରକାରୀ ଯୋଜନାରେ ଗାଁ ଗାଁରେ ପହଞ୍ଚନ୍ତି ତାଙ୍କୁ ସିଆରପି କୁହାଯାଏ। ଆଉ ସେମାନଙ୍କୁ ସରକାର କାମକୁ ଅଧିକ ସହଜ କରିବା ପାଇଁ ସ୍ମାର୍ଟଫୋନ୍ ଯୋଗାଇ ଦେବେ, ତାଙ୍କୁ ଶାଢ଼ୀ ଯୋଗାଇ ଦେବେ, ତାଙ୍କୁ ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦେବେ। ତେବେ କଣ କଣ ସୁବିଧା ଅଛି ଚାଲନ୍ତୁ ଡିଟେଲ ଜାଣିବା। ଛୋଟିଆ ଭିଡିଓଟି ଡିଟେଲ୍ସ ଆପଣମାନେ ଜାଣିପାରିବେ। ତେବେ ମିଶନ ଶକ୍ତି ସହିତ ଜଡ଼ିତ ଯୋଗ୍ୟ ମହିଳାକୁ ସରକାର ସ୍ୱତନ୍ତ୍ର ପରିଚୟ ପତ୍ର ଦେବା ଆଇଡି କାର୍ଡ ପ୍ରଦାନ କରାଯିବ। ଏହି କାର୍ଡ ମାଧ୍ୟମରେ ଆଗାମୀ ଦିନରେ ସରକାରୀ ଟ୍ରେନିଂ, ଋଣ ସୁବିଧା, ବିଭିନ୍ନ ସରକାରୀ ମେଳାରେ ସୁଯୋଗ ମଧ୍ୟ ମିଳିବ। ସେଭଳି ୟୁନିଫର୍ମ ବା ଶାଢ଼ୀ ବଣ୍ଟନ ପ୍ରକ୍ରିୟା ବ୍ଲକ ସ୍ତରରେ ଚୟନ କରାଯିବ, ସଦସ୍ୟମାନଙ୍କୁ ହିଁ ଦିଆଯିବ। ଏହି ସବୁ ସରକାରୀ ସୁବିଧାରେ କିଛି ଅସାଧୁ ସୋସିଆଲ ମିଡିଆରେ ଯୋଉ ଭୁଲ ଲିଙ୍କ ପଠଉଛନ୍ତି ଆପଣଙ୍କୁ କହିଲି, ଟୋଟାଲି କ୍ଲିକ୍ କରିବେ ନାହିଁ। କାରଣ ଏସବୁ ଆପଣମାନେ ସଠିକ ସୂଚନା ପାଇଁ ନିଜର ଏସଏଚଜି ଗ୍ରୁପ ମିଟିଂ କିମ୍ବା ବ୍ଲକ ଅଫିସ ଯାଇକି ଯୋଗାଯୋଗ କରିବେ। ମନେ ରଖନ୍ତୁ ସରକାରୀ କେବେ ବି ଫୋନ ଏବଂ ଫୋନରେ ଲିଙ୍କ ବା ଅଜଣା ଲିଙ୍କ ଟଙ୍କା ମାଗନ୍ତି ନାହିଁ। କାରଣ ସରକାର ସେବା କରନ୍ତି ଯେ ସରକାର ହେଉଛନ୍ତି ଲକ୍ଷ୍ୟ ଅଧିକ ମହିଳା କେମିତି ଲକ୍ଷ୍ୟବାଦୀ ଦିଦି ଭାବେ ଗଢି ତୋଳିବା, ସେମାନଙ୍କୁ କୌଣସି ମତେ ଆଗକୁ ବଢାଇବା ଏ ନେଇକି ସରକାର ଲକ୍ଷ୍ୟ ମଧ୍ୟ କରିଛନ୍ତି। ସବୁଠୁ ବଡ କଥା ହେଲା ଆପଣ ନିଜ ବ୍ଲକ ସ୍ତରରେ ପଚାରନ୍ତୁ କେମିତି ସ୍ମାର୍ଟଫୋନ ପାଇବେ, କେମିତି ଶାଢୀ ମିଳିବ, ସବୁ କିଛି ଆପଣଙ୍କୁ ସାହାଯ୍ୟ ମଧ୍ୟ ସରକାର ଏସଏଚଜି ଗ୍ରୁପରେ ମଧ୍ୟ ବ୍ଲକ ସ୍ତରରେ ମଧ୍ୟ ଆପଣମାନେ ପଚାରି ପାରିବେ। କିନ୍ତୁ ଗୁଜବରୁ ଆପଣ ବିଶ୍ୱାସ କରନ୍ତୁନି, ଆପଣ ହ୍ୱାଟ୍ସଆପରେ ଲିଙ୍କ ଆସିଲେ ଆପଣଙ୍କୁ କୌଣସି ପ୍ରକାର ଟଙ୍କା କିଏ ମାଗିଲେ ଆପଣମାନେ ବିଶ୍ୱାସ କରନ୍ତୁ ନାହିଁ। ବାସ୍ ଇଏ ଥିଲା ଗୋଟେ ଛୋଟିଆ ଇନଫର୍ମେସନଟିଏ। ଅଧିକରୁ ଅଧିକ ଲୋକଙ୍କୁ ସେୟାର କରନ୍ତୁ, ଯାହାଫଳରେ ଲୋକମାନେ ସତର୍କ ରହିବେ। ସମସ୍ତଙ୍କର ମଧ୍ୟ ଶାଢ଼ୀ ବା ଆପଣଙ୍କର ସ୍ମାର୍ଟଫୋନ୍ ଯାହା ବି ସରକାର କରିଛନ୍ତି ସମସ୍ତେ ଲାଭ ଉଠାଇ ପାରିବେ। ଅଜଣା ଲିଙ୍କ ଆପଣଙ୍କୁ ହ୍ୱାଟ୍ସଆପରେ ଆସିଲେ କ୍ଲିକ୍ କରିବେ ନାହିଁ। ଜୟ ଜଗନ୍ନାଥ।